ନମ୍ବର 1 ଶୀତ କୁହୁଡ଼ି ଭିତରେ ଖରା ତାତିକି ଅନୁଭବ କରିବେ ଲୋକ। ରାଜ୍ୟରେ ପଶ୍ଚିମ ଝଡ଼ ପ୍ରଭାବରେ ବଢ଼ିବ ରାତିର ତାପମାତ୍ରା। ଶୀତ କୁହୁଡ଼ି ସାଙ୍ଗକୁ ଖରା ତାତିକି ଅନୁଭବ କରିବେ ଲୋକ। ଏବେ ଥଣ୍ଡା ପ୍ରକୋପ ଜାରି ରହିଛି। ଉଦୟଗିରି ସର୍ବନିମ୍ନ ତାପମାତ୍ରା 2.8 ଡିଗ୍ରୀ ରେକର୍ଡ ହୋଇଛି। ତେବେ ସୋମବାର ଓ ବୁଧବାର ରାତିରୁ ଉତ୍ତର ପଶ୍ଚିମ ଭାରତରେ ଅତି କମରେ ଅନ୍ତରାଳରେ 2ଟି ପଶ୍ଚିମ ଝଡ଼ ପ୍ରଭାବରେ ସମ୍ଭାବନା ଥିବାରୁ ଆସନ୍ତା 4 ଦିନ ମଧ୍ୟରେ ତାପମାତ୍ରା 2ରୁ 4 ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ନମ୍ବର 2 ପଶ୍ଚିମବଙ୍ଗ ଟିଏମସି ଜଙ୍ଗଲ ରାଜ୍ୟର ଅନ୍ତ ଘଟିବ। ସାଧାରଣ ଶାସକ ତୃଣମୂଳ କଂଗ୍ରେସ ଟିଏମଏସ୍ କ୍ଷମତାରୁ ହଟାଇବା ସହ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ 15 ବର୍ଷ ମହାଜଙ୍ଗଲରୁ ଅନ୍ତ ଘଟାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସିଲିଗୁଡ଼ାଠାରେ ଏକ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ 830 କୋଟି ଟଙ୍କା ମୂଲ୍ୟର କେତେକ ବିକାଶମୂଳକ ପ୍ରକଳ୍ପ ଶୁଭାରମ୍ଭ କରିବେ ସହ କୋଲକାତାରୁ ଦେଶର ଅନେକ ଭାଗକୁ ସଂଯୋଗ କରୁଥିବା 3ଟି ଅମୃତ ଭାରତ ଟ୍ରେନ୍ ଚଳାଚଳ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ନମ୍ବର 3 ଗ୍ରୀନଲ୍ୟାଣ୍ଡ ବିକ୍ରି ପାଇଁ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଦଖଲ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ଏହାକୁ ବିରୋଧ କରି ସେଠାରେ ଟ୍ରମ୍ପ ବିରୋଧୀ ବିକ୍ଷୋଭ ଜୋର ଧରିଛି। ଅନେକ ହଜାର ହଜାର ଗ୍ରୀନଲ୍ୟାଣ୍ଡବାସୀ ତୁଷାରପାତ ଓ ବରଫପାତ ରାସ୍ତାରେ ଶୋଭାଯାତ୍ରା ବାହାରି ଆମେରିକା ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ନମ୍ବର 4 ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ। ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ଆଜି ଅପରାହ୍ନ 2ଟାରୁ 4ଟା ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରାଯିବ। ଅପରାହ୍ନ 4ଟାରୁ 5ଟା ମଧ୍ୟରେ କରାଯିବ। ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସନ୍ଧ୍ୟା 5ଟାରୁ 6ଟା ମଧ୍ୟରେ ହେବ। ନାମାଙ୍କନ ପ୍ରତ୍ୟାହାର ଆବଶ୍ୟକ ହେଲେ ଆସନ୍ତାକାଲି ମତଦାନ। ନମ୍ବର 5 2 ହାଇସ୍ପିଡ୍ ଟ୍ରେନ୍ ଧକ୍କା 21 ମୃତ ଶତାଧିକ ଆହତ। ଅନ୍ଧାର ରାତିରେ ଟ୍ରାକରେ ଗଡ଼ୁଥିଲା ଟ୍ରେନ୍। ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ସମସ୍ତେ ଅପେକ୍ଷା କରିଥିଲେ, ହେଲେ କିଏ ଜାଣିଥିଲା ତାକୁ ବାଟରେ ଯମ ଜଗି ବସିଛି। ଆଖି ପିଛୁଳାକ ସବୁକିଛି ଛାରଖାର ହୋଇଗଲା। ରକ୍ତରେ ଭିଜିଗଲା ଟ୍ରେନ୍। ଆତ୍ମଚିତ୍କାରରେ ଫାଟି ପଡ଼ିଲା ଅଞ୍ଚଳ। ଦକ୍ଷିଣ ସ୍ପେନ୍ରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। କାରବୋର୍ଡ ପ୍ରଦେଶରେ 2ଟି ଦ୍ରୁତଗାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅତି କମରେ 21 ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ନମ୍ବର 6 ଚୌଦ୍ୱାର ମଣ୍ଡଳ କାରାଗାରରୁ 2 କଏଦୀ ଫେରାର। ଚୌଦ୍ୱାର ମଣ୍ଡଳ କାରାଗାରରୁ 2 କଏଦୀ ଫେରାର। ତେଜୁଛି ବିବାଦ। ପୂର୍ବତନ ଜେଲ୍ ଓ ବର୍ତ୍ତମାନ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ମଧ୍ୟରେ ଚାଲିଛି ଛାୟାଯୁଦ୍ଧ। ପୂର୍ବତନ ଜେଲ୍ର ସନ୍ତୋଷୀ ଦାସଙ୍କ ନାଁରେ ଚୌଦ୍ୱାର ଥାନାରେ ପାଲଟା ଏତଲା ଦେଇଛନ୍ତି ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ଏବଂ କଏଦୀ ଖସାଇ ଦେଇଥିବା ବେଳେ ଅଭିଯୋଗ ନେଇ ସୁପରିଟେଣ୍ଡେଣ୍ଟ ସୁଜିତଙ୍କ ନାଁରେ ପୂର୍ବରୁ ଏତଲା ଦେଇଥିଲେ ସନ୍ତୋଷ କୁମାର, ଯାହାକୁ ପ୍ରତିବାଦ କରି ପାଲଟା ଏତଲା ଦେଇଛନ୍ତି ସୁଜିତ। ନମ୍ବର 7 ମହିଳାମାନଙ୍କ ପାଇଁ ଖୁସି ଖବର। ଆସନ୍ତା 22 ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ନୂଆ ବର୍ଷରେ ଆସିଯାଇଛି ସୁଭଦ୍ରା ଟଙ୍କା। ନୂଆ କରି ଆବେଦନ କରିଥିବା ଏବଂ 2 କିସ୍ତିରେ ବାଦ ପଡ଼ିଥିବା ଲକ୍ଷ ଲକ୍ଷ ମହିଳାଙ୍କ ଖାତାକୁ ଆସିଯାଇଛି ସୁଭଦ୍ରା ଯୋଜନା ଟଙ୍କା। ଏନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ ଘୋଷଣା କରାଯାଇଥିଲା ଯେ ଜାନୁଆରୀ 18 ତାରିଖରେ ଖାତାକୁ ସୁଭଦ୍ରା ଟଙ୍କା ଆସିବ, କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇ ଆଉ 4 ଦିନ ବିଳମ୍ବ କରିଛନ୍ତି ରାଜ୍ୟ ସରକାର। ନମ୍ବର 8 ସେନା ଆତଙ୍କୀ ଏନ୍କାଉଣ୍ଟରରେ 8 ଯବାନ ଆହତ। ଅପରେସନ ଜାରି। ଜାମ୍ମୁ କାଶ୍ମୀର କିସ୍ତୱାର ଜିଲ୍ଲାର ସେନାର ଅଞ୍ଚଳ ସୀମିତ ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଏନ୍କାଉଣ୍ଟର ଚାଲିଛି। ଏହି ଏନ୍କାଉଣ୍ଟରରେ 8 ଜଣ ସୈନ୍ୟ ଆହତ ହୋଇଛନ୍ତି। ରବିବାର 3 ଜଣ ସେନା ଯବାନ ଆହତ ହୋଇଥିଲେ ଏବଂ ଆହତଙ୍କ ସଂଖ୍ୟା ବଢ଼ିଛି। ଅଧିକାରୀ କହିଛନ୍ତି ଯେ ଉଭୟ ପକ୍ଷ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ପ୍ରବଳ ଗୁଳି ବିନିମୟ ଚାଲିଥିଲା। ନମ୍ବର 9 ଏଥର ବଜେଟରେ ମହିଳା ଯୁବପିଢ଼ି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଫେବୃଆରୀ 1ରେ ଦେଶର ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର 9ମ ବଜେଟ୍ ହେବ। ଏହି ବଜେଟ୍ ସମସ୍ତଙ୍କ କ୍ଷେତ୍ରରେ ଉଚ୍ଚ ଆଶା ରଖିଛି, କାରଣ ଏହା ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍ ମଧ୍ୟ ହେବ। ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳା, ଯୁବପିଢ଼ି ଏବଂ ଏକ ବିକଶିତ ଭାରତ ଦୃଷ୍ଟିକୋଣରେ ସାକାର କରିବାକୁ ଉପରେ ଧ୍ୟାନ ଦେବେ। ନମ୍ବର 10 ସମସ୍ତ ଧାନ କିଣାଯିବ ବୋଲି ଆଶ୍ୱାସନା ଦେଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସାମଗ୍ରିକ ସନ୍ତୁଳିତ ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ସେହି ସଂକଳ୍ପଗୁଡ଼ିକୁ ସୁଦୃଢ଼ କରିବା ପାଇଁ କଳାହାଣ୍ଡି ଜିଲ୍ଲା ରବିବାର ପ୍ରାୟ 891.39 କୋଟି ଟଙ୍କାର 3612ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିମଧ୍ୟରୁ ପ୍ରାୟ 193 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର 971 କୋଟିର ପ୍ରକଳ୍ପର ଲୋକାର୍ପଣ କରାଯିବା ସହ 698 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର 2641 ନୂତନ ପ୍ରକଳ୍ପ ଶିଳାନ୍ୟାସ କରିବେ। ନମ୍ବର 11 ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠି ଲେଖିବା ଗାଜା ଶାନ୍ତି ବର୍ଡର ଅଂଶ ହେବାକୁ ନିମନ୍ତ୍ରଣ କରିଛି।
ଚିଠିରେ ଟ୍ରମ୍ପ ଲେଖିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଶାନ୍ତିକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଏବଂ ମହାନ ପ୍ରୟାସ ଯୋଗ ଦେବ ସହ ବିଶ୍ୱ ଦ୍ୱନ୍ଦ୍ୱର ସମାଧାନ କରିବା ପାଇଁ ଭାରତ ପ୍ରଧାନମନ୍ତ୍ରୀ ଭାବରେ ଆପଣଙ୍କୁ ନିମନ୍ତ୍ରଣ କରିବା ପାଇଁ ମୋ ପାଇଁ ଏକ ବଡ଼ ସମ୍ମାନର ବିଷୟ। ନମ୍ବର 12 ଓଡ଼ିଶାରେ ସରିଲା ପକ୍ଷୀ ଗଣନା। ଚିଲିକାରେ 11,32,000 ପକ୍ଷୀ। ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ଶୀତକାଳୀନ ଚିଲିକା ପକ୍ଷୀ ଗଣନା ରିପୋର୍ଟ। ଚଳିତ ବର୍ଷ ଚିଲିକାକୁ ଆସିଥିଲେ 106 ପ୍ରଜାତିର 11,10,257ଟି ବିଦେଶାଗତ ପକ୍ଷୀ। ସେହିପରି ଚିଲିକାରେ 90 ପ୍ରଜାତିର 21,943ଟି ସ୍ଥାନୀୟ ପକ୍ଷୀଙ୍କ ଠାବ କରାଯାଇଛି। 2026 ପକ୍ଷୀ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ ଅଛନ୍ତି 196 ପ୍ରଜାତିର 11,32,200 ପକ୍ଷୀ। ନମ୍ବର 13 ଗୁଗୁଲ ଲୋକେସନ ଟ୍ରାକ୍ କରି ସିଧା ଘରୁ ବାନ୍ଧି ନେବ ପୋଲିସ। ଡିଜିଟାଲ ଯୁଗରେ ନୂଆ ନୂଆ ତଥ୍ୟ ଜାଣିବାକୁ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ସମସ୍ତେ, ହେଲେ ଏହିଭଳି କିଛି ବିଷୟ ରହିଛି ଯାହାକୁ ସର୍ଚ୍ଚ କଲେ ଆପଣ ସିଧାସଳଖ ଅସୁବିଧାରେ ପଡ଼ିବେ, ଆଇନଗତ ସମସ୍ୟାରେ ଛନ୍ଦି ହୋଇଯିବେ। ଲୋକେସନ ଟ୍ରାକ୍ କରି ସିଧା ଘରୁ ଉଠାଇ ନେବ ପୋଲିସ। ଆପଣଙ୍କ ସବୁ ଅନଲାଇନ୍ ଆକ୍ଟିଭିଟି ଉପରେ ରଖାଯାଇଛି ନଜର। ନମ୍ବର 14 ଭିତରକନିକା ଡଲଫିନ୍ ଗଣନା ଆଜିଠୁ 3 ଦିନ ଧରି ଚାଲିବ। ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡଲଫିନ୍ ଗଣନା। ଏହି ଗଣନା ପ୍ରକ୍ରିୟା 22 ତାରିଖ ପର୍ଯ୍ୟନ୍ତ ଚାଲିବ। ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ 9ଟି ଗଣନାକାରୀ ଟିମ୍ ଡଲଫିନ୍ ଉପରେ ଗଣନା କରିବେ। ନମ୍ବର 15 ନିତିନ ନବୀନ ହେଲେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ନିତିନ ନବୀନ। ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ନିତିନ ନବୀନ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଏକମାତ୍ର ପ୍ରାର୍ଥୀ ସେ ବିଜେପି ଜେପି ନଡ୍ଡାଙ୍କୁ ସ୍ଥାନ ନେଇଥିବା ବେଳେ ଆସନ୍ତାକାଲି ବିଧିବଦ୍ଧ ଭାବେ ଘୋଷଣା କରାଯିବ। ତେବେ ତାଙ୍କର ସପକ୍ଷରେ ରହିଥିଲା 37 ପ୍ରସ୍ତାବକ। 46 ବର୍ଷ ବୟସରେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଝାଡ଼ଖଣ୍ଡର ରାଞ୍ଚିରେ ତାଙ୍କର ଜନ୍ମ। ସୋମବାର ଅପରାହ୍ନ 2ଟାରୁ 4ଟା ମଧ୍ୟରେ ନାମ ଦାଖଲ କରାଯାଇଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିତିନ ନବୀନ ସମର୍ଥନରେ ମୋଟ 37 ସିଟ୍ ନାମ ଦାଖଲ କରାଯାଇଥିଲା। ନମ୍ବର 16 ନିୟନ୍ତ୍ରଣ ହେଲା ବୁଲା କୁକୁରଙ୍କ ସଂଖ୍ୟା। ଅଣ୍ଟା ଭିଡ଼ିଲା ବ୍ରହ୍ମପୁର ମହାନିଗମ ନିଗମ। ବୁଲା କୁକୁରଙ୍କ ସଂଖ୍ୟା କମିବ ଭୟ। ABC ପାଇଁ ଅଣ୍ଟା ଭିଡ଼ିଲା ବ୍ରହ୍ମପୁର ମହାନିଗମ ନିଗମ। ଦୀର୍ଘ ଦିନ ଧରି ଅଚଳ କେନାଲ ହୋଇଯାଇଥିବା କାର୍ଯ୍ୟକ୍ରମ ଘରୋଇ ସଂସ୍ଥା ସହଯୋଗ ଆରମ୍ଭ ହେଲା ବୋଲି ଆନିମଲ ବାର୍ଥ କଣ୍ଟ୍ରୋଲ କହିଛି। ବୁଲା କୁକୁରଙ୍କ ଦୌରାତ୍ମ୍ୟକୁ ଆତଙ୍କିତ ସହରବାସୀ। ପ୍ରତିଦିନ କୁକୁର କାମୁଡ଼ାର ସଂଖ୍ୟା ବଢ଼ୁଥିବା ବେଳେ ଦୁର୍ଘଟଣା ବି ଘଟୁଛି। ଏନେଇ କୋର୍ଟ ନିର୍ଦ୍ଦେଶ ପରେ ଏବେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଆରମ୍ଭ ହୋଇଛି ଯୋଜନା। ନମ୍ବର 17 ରଥ ନିର୍ମାଣ ପାଇଁ ଦଶପଲ୍ଲାରୁ ଗଲା ପ୍ରଥମ କାଠ। ପୁରୀରେ ଚଳିତ ବର୍ଷ ରଥଯାତ୍ରା ନିର୍ମାଣ ପାଇଁ ସୋମବାର ଦଶପଲ୍ଲା ଅଞ୍ଚଳରୁ ପ୍ରଥମ କାଠ ପଠାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟ୍ରାକା ଫରେଷ୍ଟ ସେକ୍ସନରୁ ପୁରୀକୁ କାଠ ଗଣ୍ଡି ପଠାଯାଇଛି। ବନ ବିଭାଗ ଏବଂ ମିଟୁକୁଲେସ ବିଏମ୍ସି କମିଟି ଦ୍ୱାରା ପୂଜା ଏବଂ ସଂକୀର୍ତ୍ତନ ପରେ ରଥ ପାଇଁ ପବିତ୍ର କାଠ ବୋଝେଇ ଟ୍ରକଗୁଡ଼ିକୁ ପଠାଯାଇଥିଲା। ନମ୍ବର 18 ସରକାର କେଉଁ ପ୍ରସ୍ତାବକୁ ଦେଲା ରିଜର୍ଭ ବ୍ୟାଙ୍କ। ଟ୍ରମ୍ପଙ୍କ ଶୁଳ୍କ ଧମକ ଅନ୍ୟ ଭୂତ ରାଜନୈତିକ ସମସ୍ୟା ଲାଗି ରହିଥିବା ବେଳେ ଭାରତ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଏକ ନୂଆ ପ୍ରସ୍ତାବ ଦେଇଛି। ବ୍ରିକ୍ସ ସଦସ୍ୟଗୁଡ଼ିକୁ ସେମାନେ ବାଣିଜ୍ୟ କ୍ଷେତ୍ରରେ ନିଜ ନିଜ ଦେଶର ଡିଜିଟାଲ ମୁଦ୍ରା ବ୍ୟବହାର କରିବା ଲାଗି କହିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡିଜିଟାଲ ମୁଦ୍ରାକୁ ଯୋଡ଼ିବା ପ୍ରସ୍ତାବ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ କହିଛି ବୋଲି ଏହା ସୂତ୍ରରୁ ଜଣାପଡ଼ିଛି। ନମ୍ବର 19 ବଦଳୁଛି ଦେଶର ଆର୍ଥିକ ପରିଚୟ। ଆଉ ମାତ୍ର 4 ବର୍ଷ ମଧ୍ୟରେ ଭାରତ ଉଚ୍ଚ ମଧ୍ୟମୀ ଦେଶ। ଭାରତ ଏକ ଗରିବ ଦେଶରୁ ନିମ୍ନ ମଧ୍ୟମୀ ଦେଶ ଭାବେ ପରିଚୟ ହାସଲ କରିବାକୁ ଦୀର୍ଘ 6 ଦଶନ୍ଧି ଲାଗିଯାଇଥିଲା। ଏବେ କିନ୍ତୁ ଆଉ ମାତ୍ର 4 ବର୍ଷ ମଧ୍ୟରେ ଭାରତ ଉଚ୍ଚ ମଧ୍ୟମୀ ରାଷ୍ଟ୍ର ଭାବେ ପରିଣତ ହେବାକୁ ଯାଉଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏକ ପୂର୍ବାନୁମାନ କରାଯାଇଛି 2030 ସୁଦ୍ଧା ଭାରତର ଏହି ଉଚ୍ଚ ଆୟକାରୀ ଦେଶରେ ପରିଣତ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି। ନମ୍ବର 20 ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି। ଚଳିତ ବର୍ଷ 858 କୁମ୍ଭୀର। ଭିତରକନିକା କୁମ୍ଭୀର ସଂଖ୍ୟା ବୃଦ୍ଧି। ଚଳିତ ବର୍ଷ 1858 କୁମ୍ଭୀର ଗଣନା କରାଯାଇଛି, ଯାହା ଗତ ବର୍ଷ ତୁଳନାରେ 32 ଅଧିକ। ଗତ ବର୍ଷ ଭିତରକନିକାରେ 1826 କୁମ୍ଭୀର ଗଣନା କରାଯାଇଥିଲା। ଜାନୁଆରୀ 8, 9 ଓ 10 ତାରିଖ 3 ଦିନ ଧରି ଭିତରକନିକା ସମେତ ସଂଲଗ୍ନ ନଦୀ ନାଳରେ କୁମ୍ଭୀର ଗଣନା କରାଯାଇଥିଲା। ରାଜନଗର ବନଖଣ୍ଡର 4ଟି ରେଞ୍ଜରେ ମୋଟ 1858 କୁମ୍ଭୀର ଚିହ୍ନଟ କରାଯାଇଛି।